ମୃତ୍ୟୁବରଣ ପରେ ସେ ପିଲାଟା ବୁଝିପାରେ ଯେ ଏବେ ଯେତେବେଳେ ତା ବାପା ତା ପାଖରେ ନଥାନ୍ତି ତ ସେତେବେଳେ ସେ ଫିଲ୍ କରିପାରେ ଯେ ତାର ଢାଲ ହେଇକି ତା ବାପା ଥିଲା। ଏବେ ଏବେ ତାର କେହି ନାହିଁ ହେଲା, ତାକୁ ସାହାଯ୍ୟ କରିବା ପାଇଁ କେହି ନଥାନ୍ତି। ଯେତେବେଳେ ସାହାଯ୍ୟ ଦରକାର ଥାଏ, ବଞ୍ଚିଥିବା ଅବସ୍ଥାରେ ତା ବାପା ତାକୁ ଜାଣିବା ପାଇଁ ଦିଏନି, ତାର ସବୁ କିଛି ପୂରଣ ଆପେ ଆପେ ହେଉଥାଏ, କାହିଁକିନା ବାପା ପୂରଣ କରୁଥିଲା। ଆଜ୍ଞା ସେଥିପାଇଁ ତ କୁହାଯାଏ ବାପା ମାଆକୁ ଭଗବାନ କହନ୍ତି ସେଇଥିପାଇଁ। ଆଜ୍ଞା ତ ବାପା ଚାଲିଗଲା ପରେ ସେ ଛୁଆଟା ଫିଲ୍ କରିପାରେ ଯେ ମୋର ଢାଲ ଥିଲେ ମୋ ବାପା ହେଲା। ଯେ ସେଇଥିପାଇଁ ତା ଉପରେ ଡାଇରେକ୍ଟ ଖରା ପଡ଼ୁନଥିଲା, କାହିଁକିନା ଖରାଟା ତା ବାପା ସହନ୍ତି ହେଲା, ତାକୁ ଛାଇ ଦିଅନ୍ତି। ତାର ସବୁ ଅଳି ଅର୍ଦଳି ତାର ସବୁ ଡିମାଣ୍ଡ ତା ବାପା ପୂରଣ କରିଦିଏ। ସେ ଜାଣିପାରେନି କଷ୍ଟ କିସ ଦୁଃଖ କିସ ହେଲା। ତାକୁ ସେତେବେଳେ ଖୁସି, ସେ ଡିମାଣ୍ଡ ଉପରେ ଡିମାଣ୍ଡ କରି ଚାଲିଥାଏ ଯେ ଆଜି ମୋତେ ଏଇଟା ଦରକାର, କାଲି ମୋତେ ସେଇଟା ଦରକାର। ତା ଡିମାଣ୍ଡ ପୁରା ପୂରଣ କରିବା ପାଇଁ ତା ବାପା ପାରୁ ପର୍ଯ୍ୟନ୍ତ ଚେଷ୍ଟା କରେ, କାହିଁକିନା ସେ ଭାବେ ଯେ ମୋ ରକ୍ତ ମୋ ପିଲା, ସେ ତା ପାଇଁ କରିବିନି ତ କାହା ପାଇଁ କରିବି, ସେଇଟା ସେ ଭାବେ। ସେ ଦିନ ରାତି ମେହନତ କରେ ଆଜ୍ଞା ତା ଛୁଆକୁ ଖୁସି ଦେବା ପାଇଁ, ତା ଛୁଆକୁ ସୁରକ୍ଷା ଦେବା ପାଇଁ, ତା ଛୁଆର ଉନ୍ନତି ପାଇଁ, ତା ଛୁଆର ଟିକେ ମୁହଁରେ ହସ ଫୁଟାଇବା ପାଇଁ ନା ସେ ଦିନ ରାତି ଏକ କରିକରି ତା ଛୁଆକୁ ମୁହଁରେ ହସ ଆଣି ଦେଇଥାଏ। କିନ୍ତୁ ସେତେବେଳେ ସେ ତା ଛୁଆ ବୁଝିପାରେନି, ଯେତେବେଳେ ତା ବାପାର ମୃତ୍ୟୁ ହେଇଯାଏ ସେତିକି ବେଳେ ତା ଛୁଆ ବୁଝିପାରେ। ଆଉ ଦ୍ୱିତୀୟରେ